ହ୍ୟାଲୋ ହ୍ୟାଲୋ ହଁ ଗୀତା କୁହ। କ'ଣ କହିଲ? ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସିଦ୍ଧାନ୍ତ ମହାପାତ୍ର ଆସିବେ। ହଉ ହଉ ଠିକ୍ ଅଛି। ଫ୍ରେଣ୍ଡସ୍ ନମସ୍ତେ, ଜୟ ଜଗନ୍ନାଥ। ଆଜି ସକାଳୁ ସକାଳୁ ଯେମିତି ଗୀତା ବା ଆମର ପୁତ୍ରା ବୋଉ ଫୋନ୍ କରିଦେଲେ, କହିଲେ ଆମର ସିଦ୍ଧାନ୍ତ ସାର୍ ଆସିବେ, ସେଥିପାଇଁ ତରତର ହେଇ ଆଉ ବାହାରି ପଡ଼ିଲି କେକ୍ ଖଣ୍ଡେ ଖାଇଦେଇକି। ଯାଇକିରି ପହଞ୍ଚିଗଲି ଗୀତାର ଘରେ। ଆଉ ବିରଜା ଆସିଥିଲା, ତାକୁ ବି ଟିକେ ଦେଖିଲି। ତାପରେ ଯାଇକି ପଞ୍ଚାୟତ ଅଫିସରେ ସବୁ ଅପେକ୍ଷା କରିଥିଲେ ସାର୍ଙ୍କୁ, ଆମର ମିଶନ ଶକ୍ତିର ମା' ମାନେ ସବୁ। ସେଇଠି ମୁଁ ମଧ୍ୟ ତାଙ୍କ ସାଙ୍ଗରେ ଟିକେ ଜଗିକି ରହିଲି, ସାର୍ ଆସିଲେ ଦେଖିବୁ ବୋଲି। ଝୋଟି ଦିଆ ହେଇଥିଲା, କଳସ ହରିକା ବଢ଼ା ହେଇଥିଲା, ସବୁ ଫୁଲହାର ଧରିକି ଠିଆ ହେଇଥିଲେ। ସମସ୍ତେ ଜଗିଥିଲେ ଆମର ବିଧାୟକ ଶ୍ରୀଯୁକ୍ତ ସିଦ୍ଧାନ୍ତ ମହାପାତ୍ର ସାର୍ଙ୍କୁ ଦେଖିବା ପାଇଁ। କିନ୍ତୁ ମୁଁ ଜଗିଥିଲି ଆମ ମୁନା ଭାଇଙ୍କୁ ଦେଖିବା ପାଇଁ। ମୁଁ ତ ମନ୍ତ୍ରୀକୁ ଦେଖିବା ପାଇଁ ଯାଇନି, ମୁଁ ଯାଇଥିଲି ଅଭିନେତା ମୁନା ଭାଇଙ୍କୁ ଦେଖିବା ପାଇଁ। ତାଙ୍କୁ ଦେଖି ଏତେ ଖୁସି ଲାଗିଲା କହିବନି। ଏତେ ପାଖରୁ ମୁଁ ପ୍ରଥମ ଥର ପାଇଁ ଜଣେ ଅଭିନେତାଙ୍କୁ ଦେଖୁଛି। ମନ୍ତ୍ରୀ କଥା ମୁଁ କହିପାରିବିନି, କିନ୍ତୁ ଅଭିନେତାକୁ ପାଖରୁ ମୁଁ ପାଇଛି, ସେଥିପାଇଁ ମନ ଖୁସିରେ ସମସ୍ତେ ତାଙ୍କ ସାଙ୍ଗରେ ଚାଲିଥିଲେ, ମୁଁ ମଧ୍ୟ ଚାଲିଲି। ଆଉ ତାଙ୍କର ଯୋଉଠି ଯୋଉଠି ସବୁ ଉଦ୍ଘାଟନ କରିବାର ଥିଲା ସବୁ ଜାଗାରେ ପହଞ୍ଚିଲେ, ସବୁ ଉଦ୍ଘାଟନ କଲେ। ଆଉ ତାଙ୍କ ସାଙ୍ଗରେ ଆମେ ମଧ୍ୟ ଚାଲିଲୁ, ମୋ ପୁତ୍ରା ବୋଉର ମୋର ସମସ୍ତେ ମିଶିକି। ଦିବ୍ୟ ଜୀବନ ସଂଘର ଦିରା ରୁମ୍ ମଧ୍ୟ ଉଦ୍ଘାଟନ ହେବାର ଥିଲା। ସାର୍ ସେଇଠି ଉଦ୍ଘାଟନ କଲେ। ଉଦ୍ଘାଟନ ହେଲା ପରେ ଠାକୁରଙ୍କୁ ଦର୍ଶନ କରି ସେଇ ଦିବ୍ୟ ଜୀବନ ସଂଘ ପାଖରେ ଏକା ସବୁ ସଭା ପାଇଁ ଆୟୋଜନ କରାହେଇଥିଲା। ସେଇଠି ସଭା ହେଲା। ଆଉ ଜମି ଜୁମା କାଗଜପତ୍ର ସବୁ ସାର୍ ବାଣ୍ଟିଲେ। ବାଣ୍ଟି ସାରିଲା ପରେ ଯିବା ପାଇଁ ବାହାରିଲେ। ମୋତେ ସୁଯୋଗ ମିଳିଲା ସେଇଠି ଟିକେ ସାର୍ଙ୍କ ସାଙ୍ଗରେ ଫଟୋ ଭିଡ଼ିଓ ଉଠାଇବା ପାଇଁ। ସାର୍ଙ୍କ ସାଙ୍ଗରେ ଫଟୋ ଭିଡ଼ିଓ ଉଠେଇ ମନ ଖୁସି ଲାଗିଲା। ତାପରେ ଘରକୁ ଯିବା ପାଇଁ ବାହାରିଲି।